ବିଜେଡି ବିରୁଦ୍ଧରେ ସାଙ୍ଗରେ ରହିଲା ଫଳରେ କୌଣସି ଉନ୍ନତିମୂଳକ କାମରେ ଆମେ ଆମ ଭାଗ ନେଇନୁ କି ରହିନୁ। ହୟ ନବୀନ ବାବୁ ପାଣ୍ଡିଆନ ବାବୁ ପାଖରେ ରଖିଛ ଦେଖ କ'ଣ କହୁଛନ୍ତି ଆଉ ଟିକେ ଜୋର କୁହ। ସେ 25 ବର୍ଷ ଭିତରେ କିଛି ପାଇନୁ, ନା ଘର ନା ଭତ୍ତା ନା ଟଙ୍କା ନା ଚାଉଳ ନା କ'ଣ କିଛି ଆମର ନାହିଁ। ସରକାରୀ ସୁବିଧା କୌଣସି ସୁବିଧା ଆମେ ପାଇନୁ। ନବୀନ ବାବୁ ତମେ ଜାଣିପାରୁନ ତମ ପାଖରେ ଥିବା ଲୋକମାନେ କେମିତି ଏମାନଙ୍କୁ ଚାଟୁକାରିତା ଭଳିଆ ମାନେ ଚାଞ୍ଚି ଦେଇଛନ୍ତି। ତମେ ଖାଲି ପାଣ୍ଡିଆନ ବାବୁ ଧରିକି ବସ, ମୁଁ କହୁନାହିଁ। ସାର୍ ସାର୍ ଭାଇନା କହୁଛନ୍ତି ପାଣ୍ଡିଆନ ବାବୁ କୁଆଡ଼େ ବିଜେଡ଼ିକୁ ଖାଇଦେଲେ କ'ଣ କି କହୁନି ଭାଇ କହୁ ଖାଇଦେଲେ କାହିଁ ପାଣ୍ଡିଆନ ଭଲ କାମ କରିଛି, ତା ବ୍ରେନ୍ ଉତ୍କୃଷ୍ଟ ବ୍ରେନ୍ ବୁଝିଲେ କି। ଆସ ଧର ଧର ଇଆଡ଼େ ଆସ ବସ 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 ଏଇଠି ବସ। ଏଇ ଭାଇ କହୁଛନ୍ତି ପାଣ୍ଡିଆନ ବାବୁ ଯିଏ ଭଲ କର ତା ନିଶ୍ଚିତ ଆମେ ଭଲ ଖାଇବା। ଆଉ ତାହେଲେ ପାଣ୍ଡିଆନ ବାବୁ କେମିତି ଖରାପ ଭାଇ କୁହନ୍ତି ଭଲ। ଖାଇବା ଲୋକ ନୁହଁ। ଆଜ୍ଞା ପାଣ୍ଡିଆନ କ'ଣ ଆଜ୍ଞା ଭଲ ଲୋକ ବୋଲି ଆମେ କହିବୁ। ପାଣ୍ଡିଆନ ତ କ'ଣ ଆଜ୍ଞା ସେ ଭଲ କ'ଣ ତାର ଭଲ ଗୁଣ କ'ଣ ଆମେ ତ ସବୁ ଭଲ ଗୁଣ। ପାଣ୍ଡିଆନ ତ କି ଆମେ ଜାଣିନଥିଲୁ। ଏଇ 5 ବର୍ଷ ଭିତରେ ସେ ଯେଉଁ ନବୀନ ସରକାର ନ ଯିବା ଦ୍ୱାରା ଏଇ ଇଲେକ୍ସନ ପୂର୍ବରୁ ସେ ଯାଇକି ସବୁଆଡ଼େ ସଭା ସମିତି କଲେ, ସେଇଠୁ ଲୋକ ପାଣ୍ଡିଆନ ବୋଲି ଜାଣିଲି। ପାଣ୍ଡିଆନ ତ କିଏ ଜାଣିନଥିଲେ, ଲୋକ କେହି ଜାଣିନଥିଲେ। ତମେ ଦେଲ ନାଇଁ ଭୋଟ ବିଜେଡି ବିଜେଡି ବା 25 ବର୍ଷ ଦେଲା ପରେ କିଛି ମିଳିଲା ନା, ପୁଣି କାହିଁ ବିଜେଡି କେନ୍ଦ୍ରରେ ଗୋଡ଼େଇବୁ। କଥା ଖାଲି କହିଲେ ଆଉ ଆମର ତ ସବୁଥିରୁ ଆମେ କିଛି ନେବୁ ନାହିଁ, ଆମେ କିଛି ନେବୁ ନାହିଁ। ଆମ ଦରକାର ଲୋକଙ୍କର ସୁବିଧା। ଆମେ ବସି ପାରୁନଥିଲୁ, ବସିବା ଜାଗା ମିଳିଲା, ପାଣି ପାରୁନଥିଲୁ, ପାଣି ଜାଗା ମିଳିଲା। ଆଚ୍ଛା ଭାଇ କ'ଣ କହିବ? ଭାଇ କହୁଛନ୍ତି ପାଣ୍ଡିଆନ ବିରୋଧୀ, ପାଣ୍ଡିଆନ ସପୋର୍ଟର ଆପଣ କ'ଣ? ମୁଁ କ'ଣ କହିପାରିବି ନା ରାଜନୀତି ମୁଁ ବିଜେପି କି ଭୋଟ ଦେଇଛି। ଆକ୍ଚୁଆଲି ବିଜେପି ଭୋଟ ଦେଇଛି ନା ବିଜେଡି ସେ ଦେଖୁନ 25 ବର୍ଷ କ'ଣ କଲେ ଦେଖୁଛନ୍ତି ଆଉ ଆପଣ ଆଉ ଭାଇ ଖେଳ କରିଦେଇଛନ୍ତି, ଦେଇନାହାନ୍ତି ବିଜେଡ଼ିକୁ ଭୋଟ। ପାଣ୍ଡିଆନ ବାବୁକୁ ଭୋଟ ଦେଲେ ନା ଦେଲେ ବିଜେପି ଦେଲା ନଦେଲା ସିଏ କିଛି କହିବାର ନାହିଁ। ଆମେ ଆଖି ଆଗରେ ଯାହା ଦେଖିଲୁ କଲେ ଆମର କେଉଁ ସରକାର କିଛି ପାଇବାର ନାହିଁ। ଆମର କିଛି ସରକାର ପାଇବାର ନାହିଁ। ସରକାର ତ ଏତେ କରିଥିଲେ, ତାହେଲେ କାହିଁକି ଏମିତି ସବୁ ଗୋଟି ଗୋଟିକି ତାଙ୍କ ଦଳରୁ ମନ୍ତ୍ରୀ ନେତା ସବୁ ଖସୁଛନ୍ତି। ସରକାର ଯଦି ଏତେ ଭଲ ସରକାର ଉନ୍ନତମୂଳକ କାର୍ଯ୍ୟ କରିଥିଲେ, ତାହେଲେ ଏମାନେ ଦଳରୁ କାହିଁ ସବୁ ନେତା ମନ୍ତ୍ରୀମାନେ ଇସ୍ତଫା ଦେଉଛନ୍ତି? ସବୁ କ'ଣ ପାଇଁ ଇସ୍ତଫା ଦେଉଛନ୍ତି? କାହା ପାଇଁ ଦେଉଛନ୍ତି? କ'ଣ ପାଇଁ ଦେଉଛନ୍ତି? ସେ ତ ଏତେ ଭଲ କାମ କରୁଛନ୍ତି। ସିଏ କରିଛନ୍ତି ଅଫିସରଙ୍କର, ସିଏ କରିଛନ୍ତି ତାଙ୍କ ତଳିଆ କର୍ମଚାରୀଙ୍କର। ଆଉ ପବ୍ଲିକର କ'ଣ କରିଛନ୍ତି? ପବ୍ଲିକର କିଛି କରିନାହାନ୍ତି, ଗରିବ ଲୋକଙ୍କର କିଛି କରିନାହାନ୍ତି। ଯାହା ହେଇଛି ତାଙ୍କ ଦଳୀୟ ଲୋକଙ୍କର, ତାଙ୍କ ନେତା କର୍ତ୍ତାଙ୍କର ହେଇଛି। ସେଇମାନେ କୋଟା ବାଡ଼ି ଟଙ୍କା କମେଇଛନ୍ତି 25 ବର୍ଷ ଭିତରେ। ଯାହା ଆଇଲା ତାଙ୍କ ଦଳରେ ପଶିଲା, ସେମାନେ ଖାଇଲେ। କ'ଣ ନ ଦେଇଛନ୍ତି ସିଏ ଆଉ ଲୋକ ନ ଦେଖିଲେ ଛତୁଆ ଅଣ୍ଡା ସାଇକେଲ ପିଲାଙ୍କ ପାଠ ପଢ଼ିବା ଫିସ୍ ନାହିଁ। ସ୍କୁଲ ସବୁ ନୂଆ ମଡ଼େଲ କରିଛନ୍ତି। ବସିବାକୁ ଆମେ ପାଠ ପଢ଼ୁ ବସିବା ଜାଗା ନଥିଲା। ଏତେ ସବୁ ହେଲା ପରେ ତମେ ଯାହା ନିଷ୍ପତ୍ତି ନେବ କମେଣ୍ଟ ବକ୍ସରେ କମେଣ୍ଟ ଦିଅ, ଭିଡ଼ିଓ ଗୁଡ଼ାକୁ ଅଲଗା ଜାଗାକୁ ପଠାଇ ଦିଅ, ଲୋକମାନେ ତ ଜାଣିବେ।